ବାପା ଆପଣ କେମିତି ଦେଖୁଛନ୍ତି ରାଜନୀତିର ଊର୍ଦ୍ଧ୍ୱରେ ଏଇ ଯୋଉ ଶବ୍ଦଟି ପ୍ରାୟ ଅନେକ ସମୟରେ ସେଇ ରାଜନେତା ମାନେ ହିଁ ଲଗେଇଥାନ୍ତି ଯେ ଆମେ ରାଜନୀତିର ଊର୍ଦ୍ଧ୍ୱରେ ଯାଇକି କଥା କହୁଛୁ ନହେଲେ କାମ କରୁଛୁ। ଶୁଣନ୍ତୁ, ରାଜନୀତିର ଊର୍ଦ୍ଧ୍ୱରେ ଯୋଉମାନେ କହନ୍ତି ଇଏ ଗୋଟେ ହଉଛି ଡହରା କଥା ବୋଲି ମୁଁ ଜାଣିଛି। ରାଜନୀତି ଊର୍ଦ୍ଧ୍ୱରେ କଣ ଅଛି ସେଟା ମେନସନ କରିବା ଦରକାର ନା। ରାଜନୀତିର ଊର୍ଦ୍ଧ୍ୱରେ ସିଏ ରାଜନୀତି ଊର୍ଦ୍ଧ୍ୱର ଅମକେଇ ଲୋକ, ରାଜନୀତି ଊର୍ଦ୍ଧ୍ୱରୁ ସେ ଲୋକ, ସିଏ ପ୍ରବାଦ ପୁରୁଷ, ସିଏ ଅମକେଇ ପୁରୁଷ, ରାଜନୀତିର ଊର୍ଦ୍ଧ୍ୱରେ। ରାଜନୀତିର ଊର୍ଦ୍ଧ୍ୱରେ ଯୋଉ ଲୋକ ଥାଏ, ପ୍ରବାଦ ପୁରୁଷ ଲଗେଇଲେ କଣ୍ଟ୍ରୋଭର୍ସି ହବ। ନା ନା, ପ୍ରବାଦ ପୁରୁଷ ମୁଁ କହୁଛି ସେ ମୁଁ ବିଜୁ ବାବୁଙ୍କ କଥା କହୁନି, ବହୁ ଲୋକ ଅଛନ୍ତି, କେବଳ ସିଏ ନୁହଁ ଅନେକ ଲୋକଙ୍କୁ କୁହାଯାଏ ଯେ ସେଠି କଥା ପଡିଛି ଯେ ଯୋଉ କୁହାଯାଏ ଯେ ଅମକେଇ ପ୍ରତିଷ୍ଠିତ ଲୋକ, ସିଏ ଅମକେଇ ସମକେଇ, ସିଏ ରାଜନୀତି ଊର୍ଦ୍ଧ୍ୱରୁ। ଇଏ ଆର ଗୋଟେ ରାଜନୀତି ଊର୍ଦ୍ଧ୍ୱରେ କଣ? ରାଜନୀତିର ଊର୍ଦ୍ଧ୍ୱରେ ମାନବିକତା ଅଛି। ତାର ଉଦାହରଣ ମୁଁ ତମକୁ ଗୋଟେ ଦେବି। ଦିନକର କଥା, ଗୋଟେ ଗାଁରେ ଗୋଟେ ସରପଞ୍ଚ ଥିଲା। ସିଏ ପାଖାପାଖି 3 ଟର୍ମ ଜିତିଲା ସରପଞ୍ଚରେ। କିନ୍ତୁ ସେଇ ଗାଁର ଯୋଉ ଗୋଟେ ଗରିବ ଲୋକ ଥିଲା ଯାହାର ଚାଳ ଘର, ତାର ଦିନରେ କଣ ଜହ୍ନ, ରାତିରେ ମଧ୍ୟ ଦିନରେ ସୂର୍ଯ୍ୟ, ରାତିରେ ଜହ୍ନ ଦେଖାଏ। ସେଇ ଲୋକର ସେ 15 ବର୍ଷ ଧରି ତାର ଗୋଟେ ସରକାରୀ ଯୋଜନାର ଯୋଉ ଘରଟି ହେଇପାରିଲାନି, ମୋ କୁଡ଼ିଆ ବା ବିଜୁ ପକ୍କା ଘର, ଆଜିକାଲି ପ୍ରଧାନମନ୍ତ୍ରୀ ଆବାସ, ଏସବୁ କଥା ଯୋଉ ମିଳିପାରିଲା ନାହିଁ। ମୁଁ ସେ ରାଜନେତାଟାକୁ ପଚାରିଲି, ସେ ସରପଞ୍ଚ ଜଣକୁ, କହିଲେ ଭାଇ ଏ ଗାଁରେ ସବୁଠୁ ଗରିବ ଲୋକଟି ଇଏ, କିନ୍ତୁ ସେ ଲୋକଟି ଏପର୍ଯ୍ୟନ୍ତ ପାଇଲାନି, ସେ ସେଇଭଳି ପରିସ୍ଥିତିରେ ଅଛି। 15 ବର୍ଷ ହେଲା, କମ୍ ସେ କମ୍ ତମେ ସରପଞ୍ଚ ଥିବା ସମୟରେ କମ୍ ସେ କମ୍ ସେ ଲୋକଟିକି ଗୋଟେ ଘରଟେ ଦିଅ। ସେ କହିଲା ସେ କଣ ମତେ ଭୋଟ ଦେଇଥିଲା? ଭୋଟ ଦେଇନଥିଲା ବୋଲି କଣ, ସିଏ ଗୋଟେ ଦଳକୁ ନୀତି ଆଦର୍ଶରେ ଅନୁପ୍ରାଣିତ, ମାନେ ଜଣକୁ ଗୋଟେ ଦଳର ସହିତ ପୁରା ଡେଡିକେଟେଡ ଲୋକ। ସେ ଚାଲିଗଲା ବି ସେ ଦଳ ପାଇ, ଖୋଲାଖୋଲି ଭାବରେ ମୁଁ କହିଦଉଛି, ସେ କଂଗ୍ରେସ ଦଳକୁ ଭଲ ପାଏ ଆଉ କଂଗ୍ରେସ ଦଳ ପାଇଁ ଜୀବନ ଦେଇଥିବା ଲୋକ। ପାଠଶାଠ ପଢିନି, କିନ୍ତୁ କଂଗ୍ରେସ ବିଚାରଧାରା ସେ ଏଭଳି ଅନୁପ୍ରାଣିତ ଥିଲା। ସେ ଭୋଟ ଦଉନଥିଲା, ସେ ଦିଏ ନା, କିନ୍ତୁ ସିଏ ଭୋଟ ଦିଏ ନା ବୋଲି ତାକୁ ସେ ଲୋକ ସେଇଭଳି ରହିଲା। ମୁଁ ସେତେବେଳେ ତାଙ୍କୁ କହିଲି, ମୁଁ ଦେଖନ୍ତୁ, ତମେ ଯୋଉ କହିଲ ଯେ ସେ ମତେ ଭୋଟ ଦେଇନି, ଭୋଟ ଦେଇ ନଦେଲେ ବି ନା ସେ ଗାଁ ଲୋକଟା ନା, ରାଜନୀତିରେ ଏଗୁଡ଼ା ସବୁ ସମ୍ଭବ ନୁହଁ। ରାଜନୀତି ଊର୍ଦ୍ଧ୍ୱରେ ଗୋଟେ ମଣିଷ ପଣିଆ ମାନବିକତା ଅଛି ନା ନାହିଁ? ନା ନା, ସେଗୁଡ଼ା ସବୁ ରାଜନୀତିରେ ନାହିଁ। ତା ମାନେ ମୁଁ ସେଇ ପ୍ରଶ୍ନ ପଚାରୁଛି ଯେ ଯୋଉ ଲୋକମାନେ କହନ୍ତି ରାଜନୀତି ଊର୍ଦ୍ଧ୍ୱରେ, ରାଜନୀତି ଊର୍ଦ୍ଧ୍ୱରେ କଣ? ରାଜନୀତି ଊର୍ଦ୍ଧ୍ୱରେ କଣ ଅଛି ସେଟା କୁହନ୍ତୁ। ଯେତେବେଳେ ଗୋଟେ ରାଜନେତା, ମୁଁ ଭାବିବି, ମୋ ବ୍ୟକ୍ତିଗତ ମତରେ, ହୁଏତ ଆପଣମାନଙ୍କର ଏକମତ ହେଇପାରେ ନ ହେଇପାରେ, ମୋ ମତରେ ଯୋଉ ରାଜନେତାଟି ଧର ଗୋଟେ ଦଳରେ ଜିତିଲା, ଗୋଟେ ଦଳ ବିଜେଡି ହଉ, ବିଜେପି ହଉ, କଂଗ୍ରେସ ହଉ, ଗୋଟେ ଦଳର ଜଣେ ବିଧାୟକ ଜିତିଲା, ଯଦି ସିଏ ଲୋକ ବିଜେପିର ଜିତିଥିବା ଲୋକ ଯଦି ସେଠି ବିଜେଡିର ଲୋକଙ୍କର କାମ କରେ, କଂଗ୍ରେସ ଲୋକଙ୍କର କାମ କରେ, ଯୋଉମାନେ ପାଇବାକୁ ଯାହା ଅଧିକାର ଯାହାର ଅଛି, ଯୋଉ ଆମେ କହନ୍ତି ସମାନ ନାଗରିକ ଆଇନ, ଯୋଉ ସେ ସମସ୍ତେ, ସେ ଗରିବ ଲୋକଟେ, ଯିଏ ଗରିବ ଲୋକ ଭୋଟ ଦେଇନେଇ ବି ତାର ଯଦି ଇନ୍ଦିରାବାସଟେ ପାଏ ବା ଲୋନଟେ ପାଏ ବା ସରକାରୀ ଯୋଜନା ପାଏ, ସବୁ ପ୍ରକାର ଯୋଜନା ତା ପାଖରେ ପହଞ୍ଚେ, ତାର ଯେତେବେଳେ ବିପଦ ଆପଦରେ ପଡେ, ଥାନା କୋର୍ଟ କଚେରୀ ପଡେ, ତା ସାଙ୍ଗେ ଯଦି କୌଣସି ଅନ୍ୟାୟ ହୁଏ, ଯଦି କଂଗ୍ରେସ ଲୋକଟେ ସହିତ ହଉ, ବିଜେଡି ଲୋକଟେ ସହିତ, ଯଦି ବିଜେପି ଲୋକଟି ଯାଇକି ସେଠି ତାଙ୍କ ପାଖରେ ଠିଆ ହେଇପାରୁଥାଏ ବା ତାଙ୍କ ଦ୍ୱାର ଖୋଲା ରଖିଥାଏ, ତାଙ୍କ ସାଙ୍ଗରେ ରହି କାମ କରିପାରୁଥାଏ, ମୁଁ ଭାବୁଛି ସିଏ ହେଉଛି ରାଜନୀତିର ଊର୍ଦ୍ଧ୍ୱରେ ସେ। ମାତ୍ର ଆମେ ଏଠି କଣ ଦେଖୁଛନ୍ତି, ଯୋଉମାନେ ରାଜନୀତିରେ ଦଳରେ ଗଲା ପରେ କେବଳ ଆରୋପ ପ୍ରତ୍ୟାରୋପ, ଯିଏ ଗୋଟେ ଦଳରେ ରହିଲା ପରେ, ଜିତିଗଲା ପରେ, ସିଏ ଯୋଉ ଲୋକ ପାଇବାକୁ ଭୋଟ ଦେଇନାହାନ୍ତି ତାଙ୍କର କାମ କରୁନାହାନ୍ତି। ଥାନାକୁ ଯେତେବେଳେ ତାଙ୍କର କୋଉଠି ଗୋଟେ କେସ୍ରେ ପଇଲା ବେଳକୁ ଥାନାକୁ ଓଲଟି ଫୋନ କରି କହୁଛନ୍ତି ଯେ ତା କାମ କରନା, ସେଟା ବଦମାସଟା। କାହିଁକିନା ଥାନା ଯିଏ ଭାରପ୍ରାପ୍ତ ଅଧିକାରୀ ହଉ, ଥାନା ଅଧିକାରୀ ହଉ, ଯିଏ ଅଛନ୍ତି, ସିଏ ଦେଖୁଛନ୍ତି କଣ ବିଧାୟକ ଫୋନ କଲାଣି ତା ପାଇଁ, କଣ ସରପଞ୍ଚ ଫୋନ କଲାଣି ତା ପାଇଁ, ନିଶ୍ଚିତ ଭାବରେ ସେଠି କୋହଳ ହଉଛି କିଛି ନା କିଛି। ତ ଏ ଜାଗାରେ ଯଦି ଯୋଉ ଲୋକଟି ଜିତିଛି, ନିର୍ବାଚିତ ପ୍ରତିନିଧି ଯିଏ ହେଇଛି, ବିଧାୟକ ହୁଅନ୍ତୁ, ସରପଞ୍ଚ ହୁଅନ୍ତୁ, ଯିଏ ଯାହା ହୁଅନ୍ତୁ, ଯଦି ସମସ୍ତଙ୍କ ପାଇଁ ସେ ଏରିଆରେ କାମ କଲେ, ସମସ୍ତଙ୍କ ପାଇଁ ଦ୍ୱାର ଖୋଲିଦେଲେ ସମାନ ଭାବରେ, ତାହେଲେ ଜାଣିବେ ସେ ହେଉଛି, ସେ ବ୍ୟକ୍ତିଟି ହେଉଛି ରାଜନୀତିର ଊର୍ଦ୍ଧ୍ୱରେ। ମାତ୍ର ଏଠି ରାଜନୀତିର ଊର୍ଦ୍ଧ୍ୱର କଥା କଣ? ରାଜନୀତିର ଊର୍ଦ୍ଧ୍ୱରେ କେବଳ କିଛିଟା ଲିମିଟେଡ ଲୋକଙ୍କ ପାଇଁ ଲଗାଯାଏ ଯେ ଅମକେଇ ଲୋକ ରାଜନୀତିର ଊର୍ଦ୍ଧ୍ୱରେ। ଇଏ କେବଳ ଶୁଣା କଥା, ଡହରା କଥା ବୋଲି ମୁଁ କହିବି। ଆଉ ଯୋଉ ରାଜନେତା ମାନେ ତାଙ୍କ ସାହି ପଡିଶା ବୁଲିଲା ଭଳିଆ ଆଉ ଗୋଟେ ରାଜନେତା ଘରକୁ ଯାଇଥାନ୍ତି, ତାଙ୍କୁ ଯେତେବେଳେ ପଚାରାଯାଏ ଏଠି କାହିଁକି ଯାଇଥିଲ, ଏଇଟା ରାଜନୀତିର ଊର୍ଦ୍ଧ୍ୱରେ ଆମର ଗୋଟେ ସମ୍ପର୍କ ସ୍ଥାପନ। ଶୁଣନ୍ତୁ, ଆମ ଭାରତର ରାଜନୀତିଟି ସାରା ବିଶ୍ୱରେ ସବୁଠୁ ଅଲଗା। କିଛି ନେତା ଏହାକୁ ଆକ୍ରୋଶର ମୂଳକ ଭାବରେ ନେଇଗଲେଣି
ବ୍ୟକ୍ତିଗତ ଭାବେ ରାଜନୀତିରେ ଗୋଟେ କଥା ଅଛି। ମୁଁ ଗୋଟେ ନାଟକରେ ଗୋଟେ ଡାୟଲଗ କରିଥିଲି ସବୁରି ପତେ ସାଇ ନାଟକରେ, ଯେ ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି କି ମିତ୍ର ମଧ୍ୟ ନୁହନ୍ତି। ବର୍ଷା ଯୁଆଡ଼େ ଛତା ସିଆଡ଼େ। ଇଏ ରାଜନୀତି। ମୁଁ ସେଟା ଗୋଟେ ନେଗେଟିଭ ଗୋଟେ ନେତାର ଦେଖଉଥିଲି ଗୋଟେ କ୍ୟାରେକ୍ଟର। ଆମ ଭାରତର ରାଜନୀତି ଏଭଳି, ଆପଣ ଯଦି ପୂର୍ବରୁ ଦେଖିବେ ବହୁ ଯେତେବେଳେ ସଂସଦ ଚାଲେ, ବିଧାନସଭା ଚାଲେ, ବିରୋଧୀ ଲୋକ ଆଉ ସରକାରୀ ଯେଉଁମାନେ ଥାଆନ୍ତି, ସରକାରୀ ପାୱାର ଲୋକ, ଶାସକ ଦଳର, ସେମାନଙ୍କ ଭିତରେ ଏଭଳି ଆଲୋଚନା ହୁଏ। ଏ ଆଲୋଚନାଟା ମଧ୍ୟ ବହୁ ଜାଗାରେ ବ୍ୟଙ୍ଗାତ୍ମକ ଆଲୋଚନା ଭାବରେ ଆମେ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ମନେ ପକାନ୍ତି, ଅଟଳ ବିହାରୀ ବାଜପେୟୀକି ମନେ ପକାନ୍ତି, ୟାଙ୍କୁ ମନେ ପକାନ୍ତି, ସୁଷମା ସ୍ୱରାଜକୁ ମନେ ପକାନ୍ତି। ମାନେ ଏମାନଙ୍କ ଭିତରେ ସେ ସମୟରେ କଂଗ୍ରେସର ଯେଉଁ ନେତା ଥିଲେ ଆଉ ସେ ସମୟରେ ଯିଏ ବିଜେପିର ନେତା ଥିଲେ, ଯେତେବେଳେ ସଂସଦ ଚାଲେ ତାଙ୍କ ଭିତରେ କୋଉ ଭଳି ଆଲୋଚନା ହୁଏ। এইটা হচ্ছে ভারতর গণতন্ত্রর হচ্ছে মৌলিকতা। ଆଉ ଏ ହେଉଛି ତାର କ'ଣ କହିଲେ, ଇଏ ହେଉଛି ମାନେ ଗୋଟେ ଛବି ଭାରତୀୟ ଲୋକଙ୍କର। ମାତ୍ର ଆମେ ବର୍ତ୍ତମାନ କ'ଣ କରିଛନ୍ତି, ଯିଏ ଆମକୁ ଭୋଟ ଦେଇନେଇ ସେ ଆମ ବିରୋଧରେ ଯାଇଥିଲା ତାକୁ ଲୋକ ଲଗେଇ ବାଡ଼ା, କିଏ କୋଉଠି ଗୋଟେ ଖାଲରେ ପକେଇ ଦିଅ, ଏମିତି ରାଜନୈତିକ ମର୍ଡର ପର୍ଯ୍ୟନ୍ତ ହେଇଯାଉଛି କଥା। ଆଉ ଯେଉଁମାନେ କହୁଛନ୍ତି ମୁଁ ବ୍ୟକ୍ତିଗତ ପାଇଁ ଯାଇଥିଲି, ଆରେ ଭାଇ ବ୍ୟକ୍ତିଗତ ପାଇଁ ଯାଇଥିଲେ କାହିଁ କିଛି ଅସୁବିଧା ନାହିଁ। ଆମେ ତ ଜାଣିଛୁ ବିରୋଧୀ ଲୋକଙ୍କର, ମୁଁ ଭାବୁଛି ଯେତେ ବିରୋଧ କରିଛନ୍ତି ବିଜୁ ଜନତା ଦଳ ସମୟରେ ଯେଉଁମାନେ ବିରୋଧୀ ଦଳର ଥିଲେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ବହୁତ ଭଲ କାମ ହେଇଥିଲା, ଏଥିରେ ଅତ୍ୟୁକ୍ତ ନାହିଁ। ଆଉ ସେମାନେ ମଧ୍ୟ ଭଲ କାମ କରିଛନ୍ତି, ଭଲ କାମ ପାଇଛନ୍ତି। ଆଉ ବର୍ତ୍ତମାନ ବିଜେପି ସମୟରେ ବିଜେଡିରେ ଯେଉଁମାନେ ନେତାମାନେ ଅଛନ୍ତି କେତେ କାମ ପାଉଛନ୍ତି, କମ୍ ପାଉଛନ୍ତି, ତାର ରିପୋର୍ଟଟା ଆମେ 5 ବର୍ଷ ପରେ କହିପାରିବା। ମାତ୍ର ହେଲେ ବି ଆଉ ଯେଉଁମାନେ ବ୍ୟକ୍ତିଗତ କଥା କହୁଛନ୍ତି, ମୋତେ କହିଲେ ବର୍ତ୍ତମାନ ସରକାରରେ ଅଛନ୍ତି ମୋହନ ମାଝୀ, ବର୍ତ୍ତମାନ କଂଗ୍ରେସ ଦଳର ପିସିସି ସଭାପତି ଅଛନ୍ତି ଭକ୍ତ ଦାସ। ଯଦି ଭକ୍ତ ଦାସ ଫୋନ କରିକି ତାଙ୍କ ସେ କହିବେ ମୋହନ ମାଝୀ କି, ଆରେ ମୋର ଅମକେଇ କାମଟା ହେବା ଦରକାର, ହବନି? ହବ। କିନ୍ତୁ ଏଟା ବାହାରୁ କ'ଣ ରାଜନୀତିରେ କ'ଣ ବର୍ତ୍ତମାନ ଚାଲିଛି ନା, ଉପରେ ଉପରେ କଳି, ଭିତରେ ଭିତରେ କୋଳାକୋଳି। ଭାବୁଛନ୍ତି କି ବିଜେଡି ବିଜେପି ଅଲଗା ଅଛି, ଏଠି ବିଜେଡି ବିଜେପି ଅଲଗା ନାହିଁ। ଏଠି କ'ଣ ହେଇଛି ନା ଗୋଟେ ଗେମ୍ ଖେଳା ହେଇଛି ଲୋକଙ୍କ ସାଙ୍ଗରେ, ଓଡ଼ିଆ ଲୋକମାନଙ୍କ ସାଙ୍ଗରେ। କ'ଣ ନା ବିଜେପି କିଛି ଲୋକ ଲଗେଇଛନ୍ତି ଯେଉଁ ସବୁଦିନ ବିଜେପି ବିରୋଧରେ ବିଜେଡି ବିରୋଧରେ କହିବା ପାଇଁ। ବିଜେଡି ମଧ୍ୟ କିଛି ଲୋକ ଲଗେଇଛି, ମାନେ ତାଙ୍କରି କର୍ମୀ ହୁଅନ୍ତୁ, ଛୋଟ ମୋଟ ନେତା ହୁଅନ୍ତୁ, ତମେ ସବୁବେଳେ ବିଜେପି ବାଲାଙ୍କୁ ଶୋଧିବ। ଇଏ ଆକୁ କହିଦେଇଛନ୍ତି ତମେ ବିଜେଡି ବାଲାଙ୍କୁ ଶୋଧିବ। କିନ୍ତୁ ତାଙ୍କର ନେତାଙ୍କ ଭିତରେ ଏକ, ଯଦି ଉଦାହରଣ ଯଦି ନେବା ତାହେଲେ ୱେଷ୍ଟ ବେଙ୍ଗଲକୁ ଚାଲ। ୱେଷ୍ଟ ବେଙ୍ଗଲରେ 14 ବର୍ଷ 15 ବର୍ଷର ମମତା ବାନାର୍ଜୀ ସରକାର ଯେତେବେଳେ ଯାଉଛି, ପତନ ଘଟୁଛି, ସେତେବେଳେ ଆପଣ ଦେଖୁଛନ୍ତି ତାର 22 ଜଣ ସାଂସଦ ଯାଇକି ବିଜେପିରେ ମିଶି ଯାଉଛନ୍ତି, ଅଧା ବିଧାୟକ ପଳଉଛନ୍ତି, ବିଧାୟକ ବିଦ୍ରୋହୀ ବିଧାୟକ ତିଆରି ହେଉଛନ୍ତି। ମମତା ବାନାର୍ଜୀ ପାଖକୁ ଗଲାବେଳକୁ 4-5 ଯାଉଛନ୍ତି। ମମତା ବାନାର୍ଜୀର ଟିକୁରୁ ମୁକୁରୁ ନେତା ସମସ୍ତେ ଆରେଷ୍ଟ ହେଉଛନ୍ତି, ଯାହାକୁ ଦେଖିଲେ ବାଡ଼େଇଲେ, ତାକୁ ଦେଖିଲେ ଇଏ କଲେ। ବର୍ତ୍ତମାନ ଟିଏମସି ଲୋଗୋ ପର୍ଯ୍ୟନ୍ତ ତାଙ୍କର ବର୍ତ୍ତମାନ ଦାବି କଲେଣି ବିରୋଧୀ ଗୁଟର ଯେଉଁ ବିଧାୟକ ମାନେ। ତ ଏଠି ଦେଖିବା ହେଉଛି ରାଜନୈତିକ ପରିବର୍ତ୍ତନ, ବିବାଦ ଲାଗିଛି। ଆମ ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ତା ପୂର୍ବରୁ ଯାହା କହିଥିଲା ଯେ ଆମେ ଶାସନକୁ ଆସିଲେ ଆମେ ପାଣ୍ଡିଆନକୁ ବାନ୍ଧିବୁ, ନବୀନ ବାବୁକୁ ବାନ୍ଧିବୁ, ଅମକେଇ ନେତା ଅରୁଣ ସାହୁକୁ ବାନ୍ଧିବୁ, ରାମାସାମା ଦାମାକୁ ବାନ୍ଧିବୁ, ଗୋଟେ କାହାକୁ ବାନ୍ଧିଛି ମୋତେ ଆପଣ କହିଲେ? କାହାକୁ ଜଣକୁ ବାନ୍ଧିଛି? ଜେଲ ବଢୁଥିଲା। ଇଏ କେବଳ ଇଏ ମିଛ ନାଟକ। ଇଏ ଆଙ୍କର ଦିଲ୍ଲୀରେ ସବୁ କଥା ହେଉଛି ଫିକ୍ସ, ନବୀନ ବାବୁଙ୍କର, ମୋଦି ବାବୁଙ୍କର ତାଙ୍କର ସବୁ ଫିକ୍ସ। ଉପରେ ଉପରେ କେବଳ ଆମର ଯେଉଁ ଲୋକମାନେ ଅଛନ୍ତି, ମାନେ ଆମେମାନେ କେବଳ ବାଡ଼ିଆ ପିଟା ହେଉଛୁ। ମାନେ କୁହୁକ ମନ୍ତ୍ର ଚାଲିଛି କି ଆଉ ବିଜେପିରେ? ହଁ, ଇଏ ଚାଲିଛି, ଇଏ ମଧ୍ୟ ଚାଲିବ, ଇଏ 29 ପର୍ଯ୍ୟନ୍ତ ଚାଲିବ। 29 ଭିତରେ ମଧ୍ୟ ବିଜେଡିର କୌଣସି ଲୋକଟିଏ ଆରେଷ୍ଟ ହେବନି। କିନ୍ତୁ ସମସ୍ତେ ବିରୋଧଟା ନ କଲେ ଧରା ପଡ଼ିଯିବେନି ନା ବିଜେପି ସହିତ ଅଛନ୍ତି। ବିଜେଡି ଯୋଉ ଏତେ ଲୋକ ତାହେଲେ ବିଜେପି କୁ ଯାଉଛନ୍ତି, ସିଏ କୋଉ ଧର ଯାଇକି ଶୁଣନ୍ତୁ, ଯୋଉ ଲୋକ କାଇଦା ପାଇଲାନି ସେ ମାନେ ସବୁ ରାଜନୀତି ଦଳର ଗୋଟେ ଗୋଟେ ଗୋଷ୍ଠୀ ଅଛି ନା ନାହିଁ। ବିଜେଡି ଆପଣ ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଇସ୍ତଫା ଯେତେବେଳେ ଦେଲେ ଧର୍ମେନ୍ଦ୍ର ପ୍ରଧାନ, ସେତେବେଳେ ଅପରାଜିତା ଷଡ଼ଙ୍ଗୀ ଝିଅ ଇନଷ୍ଟାରେ ନାଚୁଥିଲେ, ଆମେ ଦେଖିଛନ୍ତି। ଅପରାଜିତା ଷଡ଼ଙ୍ଗୀଙ୍କର ଆମେ ଯାହା ଖବର ପାଇଲେ, ଯାହା ସୋସିଆଲ ମିଡ଼ିଆରେ ଦେଖିଲେ ଖବର ପାଇଲେ। କାହିଁକି? ତା ମାନେ ଏଠି ଗୋଟେ ଦଳ ମଧ୍ୟ ବିଜେପିରେ ମଧ୍ୟ 5ଟା ଦଳ ଅଛନ୍ତି। ମନମୋହନ ସାମଲଙ୍କ ସହିତ କାଳେ ଆମେ ତ ଜାଣିନୁ, କ୍ଲିଅର ନୁହଁ, ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳଟି ସହିତ ପଟେନା, ଇଏ ଗୋଟେ କଥା ହଏ। ସେମିତି ବିଜେଡିରେ ମଧ୍ୟ ପାଣ୍ଡିଆନ ଗୋଷ୍ଠୀ ଗୋଟେ ଅଛନ୍ତି, ନବୀନ ବାବୁଙ୍କ ଗୋଷ୍ଠୀ। ତା ନହେଲେ ହେଉଛି ଯେଉଁମାନେ ପାଣ୍ଡିଆନ ଗୋଷ୍ଠୀ ସହିତ ଅଛନ୍ତି ସେମାନେ ବିଜେପି ସହିତ ଭଲ ଡିଲ୍ କରିକି ଉପରେ ଦିଲ୍ଲୀରେ ବସିଛନ୍ତି।
ମାତ୍ର ଏଠି ଯୋଉମାନେ ଅଛନ୍ତି ଏମାନେ କେବଳ ଲଢା ଲଢି ହଉଛନ୍ତି। ଆଉ ପାଣ୍ଡିଆନ ମଧ୍ୟ ତାଙ୍କର କହିବା କଥା ନୁହଁ ଯେ ସେମାନେ ତାଙ୍କର କଣ ହିସାବ କରିଦେଇଛନ୍ତି ଡେଲି ସୋଦା ପକା ହବ। କଂଗ୍ରେସ ବିଚରା 30 ବର୍ଷ ହେଲା ରାଜ୍ୟରେ ଆସିବ ବୋଲି ସିଏ ସବୁବେଳେ ଡେଉଁଛି ୟାକୁ ବିରୋଧ କରୁ ତାକୁ ବିରୋଧ କରି ଲୋକ ତାକୁ ଭୋଟ ଦଉନାହାନ୍ତି। କିନ୍ତୁ କଂଗ୍ରେସ ମଧ୍ୟ ସିଏ ସକାଳୁ ଉଠିଲେ ରାହୁଲ ଗାନ୍ଧୀଙ୍କର କାମ ହେଲା ସକାଳୁ ଉଠିଲେ ମୋଦି। ଆରେ ଭାଇ ତମେ ଦେଶରେ ଲୋକମାନଙ୍କର କଥା କହିଲେ ସିନା ଲୋକ ତମକୁ ଭୋଟ ଦେବେ। ତମେ ସକାଳୁ ଉଠିଲେ କଂଗ୍ରେସର କାମ ହେଲା ସେଇଆ। ଆପଣ କହିଲେ କକରୋଜ ଜନତା ପାର୍ଟି ଯେତେବେଳେ ନିଟ୍ ପ୍ରସଙ୍ଗରେ ଆନ୍ଦୋଳନ କଲା ତାର କେତେ ଦିନ ପରେ ମାନେ 20-22 ଦିନ ପରେ ରାହୁଲ ଗାନ୍ଧୀ ବାହାରକୁ ଆସିକି ହଙ୍ଗାମା କଲେ। ଏବେ ନିତ୍ୟାନନ୍ଦ ଗଣ୍ଡ ଯେତେବେଳେ ବହିରେ ନିମୁଡ଼ା ବାହାରିଲା ଯେତେବେଳେ ଭୁଲ ହେଲା 1600-1700 ଭୁଲ ବାହାରିଲା ସେ ସମୟରେ କାହିଁକି ନିତ୍ୟାନନ୍ଦ ଗଣ୍ଡଙ୍କର ଇସ୍ତଫା ଦାବି କଲାନି ବିଜେଡି? ବର୍ତ୍ତମାନ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବି କରୁଛନ୍ତି। ସେ ଯାହା ବି ହଉ କିନ୍ତୁ ଯୋଉ ଇସ୍ତଫା ଦାବି ଧର୍ମେନ୍ଦ୍ର ପ୍ରଧାନଙ୍କର ହଉ ବା ନିତ୍ୟାନନ୍ଦ ଗଣ୍ଡଙ୍କର ହଉ ସେଠି ବି କୁହାହେଲା ଯେ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇକି ନୀତି ନୈତିକତାର ଆଗକୁ ଆସିକି ଆପଣ ମାନେ ସ୍ୱ ଇଚ୍ଛାରେ ଇସ୍ତଫା ଦିଅନ୍ତି। ନା ଇଏ ନୀତି ନୈତିକତାରେ ଇସ୍ତଫା ଦେବା କଥା ହେଲେ ତ ଧର୍ମେନ୍ଦ୍ର ପ୍ରଧାନ એકમાત્ર ବ୍ୟକ୍ତି ମୁଁ ଭାବୁଛି ଭାରତ ବର୍ଷର ଯିଏ ନୀତି ନୈତିକତା ଆଧାରରେ ଇସ୍ତଫା ଦେଇଛନ୍ତି। ଯଦି ବିଳମ୍ବରେ ହଉ ପଛେ ଦେବେ। ବିଳମ୍ବରେ ହଉ ତ ଦେଲେ ଯଦି ନ ଦେଇଥାନ୍ତେ ତାଙ୍କର କଣ କରି ସେ ସେମିତି ଚିଲଉଥାନ୍ତେ ଏଇ ଆନ୍ଦୋଳନ ହେଇଥାନ୍ତା ଯେମିତି କକରୋଜ ଜନତା ପାର୍ଟି ଆନ୍ଦୋଳନ ହେଲା ଝଗଡା କଳି ଲାଗିଲେ ବାଡା ପିଟା ହେଲେ କିଏ ଥାନାକୁ ଗଲା ଇଏ ହେଲା ଏମିତି ହେଇଥାନ୍ତା। ଆଉ କଣ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୋଟେ ଭାରି ଆଶ୍ଚର୍ଯ୍ୟ ଲାଗୁଛି ଯେ ଯୋଉ ବିଭାଗକୁ ଯାଉଛନ୍ତି ସେଇ ବିଭାଗରୁ ଇସ୍ତଫା ତାଙ୍କୁ ଦବାକୁ ପଡୁଛି କାହିଁକି? ନା ନା ପେଟ୍ରୋଲିୟମ ବିଭାଗରେ ସେମିତି ଯାଇଥିଲେ ଇସ୍ତଫା ଦେଇଥିଲେ। ଏବେ ଶିକ୍ଷା ବିଭାଗକୁ ଆସିଲେ ଏଠି ବି ଇସ୍ତଫା ଦେବାକୁ ପଡିଲା। ତାପରେ ପୁଣି କୋଉ ବିଭାଗ ଯିବେ ଯେ ସେଠି ପୁଣି ଇସ୍ତଫା ଦେବାକୁ ପଡିବ। ଯୋଉ ଦେଶରେ ବିରୋଧୀ ଦଳ ଷ୍ଟ୍ରଙ୍ଗ ଥାଏ ସେ ଦେଶର ବହୁ କାମ ହୁଏ, ବହୁତ ଭଲ କାମ ହୁଏ। ଆମର ତ ବିରୋଧୀ ଓଡିଶାରେ ଷ୍ଟ୍ରଙ୍ଗ ଦେଶରେ ବି ଷ୍ଟ୍ରଙ୍ଗ ତା ବାଦେ କାମ କାହିଁକି ଏମିତି ଠପ ଠାପ କାମ ହଉନି ନା ଯୋଉ ନିଟ୍ ପ୍ରସଙ୍ଗ କଥା ଯୋଉ ଆଇଲା ଟିକେ ମନେ ରଖିବା ଦରକାର। ସମସ୍ତେ ତମର ଯୋଉ ଭିଉଅର୍ସ ଅଛନ୍ତି ଜାଣିବା ଦରକାର ଯେ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୟରେ ନିଟ୍ ପ୍ରଶ୍ନପତ୍ର ଲିକ୍ ହେଇନି। ଆପଣ ଆଗରୁ ବି ବହୁତ ପୂର୍ବରୁ ଯୋଉ ଅଲଗା କଂଗ୍ରେସର ଥିଲା ସେଠି ମଧ୍ୟ ବାରମ୍ବାର ଆଉ ଯୋଉ କପିଲ ସିବଲ ତାଙ୍କର ଓକିଲ ଥିଲେ ସିଏ ମଧ୍ୟ ଏଜୁକେଶନ ମିନିଷ୍ଟର ଥିଲେ ତାଙ୍କ ସମୟରେ ମଧ୍ୟ ଅନେକ ପ୍ରଶ୍ନପତ୍ର ଲିକ୍ ହେଇଛି। ଚାପ ପ୍ରୟୋଗ କରାହେଲା। ହଁ ଏଠି ଚାପ ପ୍ରୟୋଗ କରାହେଲା। ବିରୋଧୀ ଲୋକ ଏଭଳି ଆନ୍ଦୋଳନ କଲେ ଯାହାକି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ। ମତେ ଲାଗୁନି ଏଠି ବିରୋଧୀ ଆନ୍ଦୋଳନ କରୁଥିଲେ ବିରୋଧୀଙ୍କଠୁ ଅଧିକ ପିଲାମାନେ ଯୋଉ ଷ୍ଟୁଡେଣ୍ଟ ମାନଙ୍କର ତାଙ୍କର ପ୍ରଚେଷ୍ଟା ଅଧିକ ରହିଲା। ରାହୁଲ ଗାନ୍ଧୀଙ୍କର ବି ଅବଦାନ ଅଛି। ରାହୁଲ ଗାନ୍ଧୀ ଭୁଲି ହେଲା ତାଙ୍କ ଚପଲ ଗଳି ପଇଲା ତାଙ୍କ ସାର୍ଟ ଚିରି ଗଲା ଠିକ ଅଛି ଅବଦାନ ଅଛି କିଏ ମନା କଲା କିନ୍ତୁ ପ୍ରକୃତ ଶ୍ରେୟ ତ ରାହୁଲ ଗାନ୍ଧୀକୁ ଯିବନି ଶ୍ରେୟ ତ ଏଠି ପିଲାମାନଙ୍କୁ ହିଁ ଯିବ। ଶ୍ରେୟ କକରୋଜ ଜନତା ପାର୍ଟିକି ଯିବ। ୟା ସହିତ ମଧ୍ୟ ରାହୁଲ ଗାନ୍ଧୀକି ଯିବ କାହିଁକିନା ରାହୁଲ ଗାନ୍ଧୀ ସିଧା ଭାବେ ଯାଇକି ପ୍ରଧାନମନ୍ତ୍ରୀଙ୍କ ଘର ଆବାସ ଆଗରେ ବସିଥିଲେ। ଏଠି ପ୍ରଶ୍ନ ଉଠେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଇସ୍ତଫା ଦେଲେ ଓଡିଆ ଅସ୍ମିତା ନା କହିକି ବିଜେପି ସରକାର ରାଜ୍ୟରେ ଆସିଥିବା ବିଜେପି ଖୋଲମ ଖୋଲା ଓଡିଆ ଅସ୍ମିତାକୁ ହତ୍ୟା କଲା। ବହିରେ ବାରମ୍ବାର ମାନେ 1000ରୁ ଉର୍ଦ୍ଧ୍ୱ ତ୍ରୁଟି କଲା। यापर बर्तमान सेकेंड थर जो प्रथम श्रेणी बहीर त्रुटि बाहर बंदे उत्कल जगह क जगह त अच्छी ताकू नहीं कि विरोधी आम राज्य में केते प्रतिवाद कले कौ भली ब्यारिकेड भांगी पकेले जे नित्यानंद गंड इस्तीफा देले ये कथा नुह ये केवल जहाँ मत लगुच ऊपर कली भितर भितर कोला कली आम टपिक बहुत आगू पलाऊे आमर टपिक थिला राजनीति ऊर्धर आम बहिर ऊर्ध को पड़े अस्मिता ऊर्ध को पड़े आम राजनीतिर ऊर्धर गोटे जिनस जे या कन्फर्म जे राजनीतिर ऊर्ध किसी ना से राजनीति ही ताठू ऊर्ध राजनीति ऊर्धर स्वार्थटी अच्छी निज आपणा आपे बंचिले बापर ना मु राजनीतिर ऊर्धर जाकि अमके नेता सागर मिसिली विरोधी लोकों सहित सेठी मोर किछि फायदा सेटा होछि निज स्वार्थ ये केवल लोक भकुआ करने राजनीति ऊर्धर तो ये जो राजनीतिर ऊर्ध गोटे कथा जना पड़ा राजनीतिर ऊर्धर किसी ना परम राजनीति भितर स्वार्थ टिके अधिक हो जाइए जहाँ बापू भाई ये आसला तेज आपन को कौटा लगुच राजनीति ऊर्धर कौटा कमेंट रे जनइबे। रोज नमस्कार।